ଖୋର୍ଦ୍ଧାରେ ଜଳିଗଲା ଆମ ବସ୍। କଟକରୁ ଖୋର୍ଦ୍ଧା ଯାଉଥିବା ବସ୍ଟି ହଠାତ୍ ଗଡ଼ ଖୋର୍ଦ୍ଧା ଛକ ନିକଟରେ ଜଳିଯାଇଛି। 16 ନମ୍ବର ଜାତୀୟ ରାଜପଥ ଗଡ଼ ଖୋର୍ଦ୍ଧା ଛକରେ ହଠାତ୍ ହୁତୁହୁତୁ ହୋଇ ଜଳିଥିଲା ବସ୍। 30ରୁ ଊର୍ଦ୍ଧ୍ୱ ଯାତ୍ରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଅଗ୍ନିଶମ ବିଭାଗର ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ତୁରନ୍ତ ନିଆଁକୁ ଆୟତ୍ତକୁ ନେଇଛନ୍ତି, କିନ୍ତୁ ବସ୍ଟି ସମ୍ପୂର୍ଣ୍ଣ ଭାବେ ଜଳିଯାଇଛି। ଏ ହେଉଛି ଏକ୍ସକ୍ଲୁସିଭ୍ ଚିତ୍ର। ରାସ୍ତାରେ କେମିତି ହୁତୁହୁତୁ ହୋଇ ବସ୍ଟି ଜଳିଛି ଏବଂ କେଉଁ ସ୍ଥିତିରେ ଏଭଳି ନିଆଁ ଲାଗିଲା ତାକୁ ନେଇ ପ୍ରଶ୍ନ ଉଠୁଛି। ସଡନ୍ ଖବର ଖାଇଲି 112 ଆସିଲା ଫୋନ, ସାଙ୍ଗେ ସାଙ୍ଗେ ଆମେ ଆସିକି ନିଆଁକୁ ଲିଭେଇଲୁ। ଆସିଲା ବସ୍ ରେ ନିଆଁ ଲାଗି ଯାଇଛି। ଆମର ସଙ୍ଗେ ସଙ୍ଗେ 3ଟି ଗାଡ଼ି ଆସିଲା। ଫାଷ୍ଟ ଗୋଟେ ଛୋଟ ଗାଡ଼ି, ତାପରେ ବଡ଼ ଗାଡ଼ି, ଆଉ ଗୋଟେ ବଡ଼ ଗାଡ଼ି, 3ଟା ଗାଡ଼ି ଆସିକି ଆମେ ନିଆଁକୁ ସମ୍ପୂର୍ଣ୍ଣ ଭାବେ ଲିଭେଇଲୁ। କୌଣସି ଲୋକ କ୍ଷୟକ୍ଷତି ହୋଇନାହାନ୍ତି। ସବୁ ଯାତ୍ରୀ ସୁରକ୍ଷିତ ଅବସ୍ଥାରେ ଯାଇ। ସେଇଟା ଯଦି ବ୍ୟାଟେରୀ ସର୍ଟ ସର୍କିଟ୍ ହେଇଥାଇପାରେ, ନହେଲେ ଓଭର ହିଟ୍ ହେଇପାରିପାରେ, ଅନୁମାନ କରାଯାଉଛି। ଆମେ ତ କହିପାରିବୁନି ସଠିକ କୋଉଟା ନା। ହଁ, ବିପଦ ଗାଡ଼ି ତ ଡ୍ୟାମେଜ ଯାହା ପୋଡ଼ିକି ହେଇଛି ଆଉ ଯାହା